ଭାରତବର୍ଷରେ ସଂସ୍କୃତ ଭାଷାର ଗୁରୁତ୍ୱ। ଭାରତବର୍ଷରେ ଅନେକ ଭାଷା, ଅନେକ ପରମ୍ପରା, ଅନେକ ଧର୍ମ, ଅନେକ ବେଶଭୂଷା, ଅନେକ ଜଳବାୟୁ, ଦେବାଦେବୀ, ପର୍ବପର୍ବାଣି ଇତ୍ୟାଦି ରହିଛି। ବିଭିନ୍ନତା ମଧ୍ୟରେ ଏକତା ଆମର ରାଷ୍ଟ୍ରୀୟ ଭାବନା। ଭାରତବର୍ଷର ଅଖଣ୍ଡତା ରକ୍ଷା କରିବାରେ ସଂସ୍କୃତ ଭାଷାର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଆନୁଭଦ୍ରା କର୍ତ୍ତବ୍ୟ ୟନ୍ତୁ ବିଶ୍ୱତୋ ସଂଗଚ୍ଛଦ୍ଭଂ ସମ୍ବଦ୍ଧ୍ୱଂ ସମ୍ଭବମନାଂଶ ଜାୟତାମ୍ ଉଦାରଚରିତାନାନ୍ତୁ ବସୁଧୈବ କୁଟୁମ୍ବକମ୍ ଇତ୍ୟାଦି ଭାରତୀୟ ଏକତ୍ୱ ବହନରେ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସୁଛି। ବିଶ୍ୱ ପ୍ରସିଦ୍ଧ ମହାକବି କାଳିଦାସ ବିରଚିତ କୁମାର ସମ୍ଭବ ନାଟକ କାବ୍ୟଗ୍ରନ୍ଥ ଭାରତର ଭୌଗୋଳିକ ସୀମା ନିର୍ଦ୍ଧାରଣ ପୂର୍ବକ ଆମ୍ଭମାନଙ୍କୁ ଏକତ୍ୱ ରଜ୍ଜୁରେ ବାନ୍ଧି ରଖିପାରିଛି। ସେହିପରି ପାଣିନି ନାମକ ଜଣେ ବ୍ୟାକରଣିକ ଅଷ୍ଟାଧ୍ୟାୟୀ ନାମକ ଏକ ବ୍ୟାକରଣ ଗ୍ରନ୍ଥ ରଚନା କରି କେବଳ ସଂସ୍କୃତ ଭାଷାର ନୁହେଁ, ସାରା ଭାରତର ବିଶୃଙ୍ଖଳିତ କଥିତ ଭାଷାଗୁଡ଼ିକୁ ଶୃଙ୍ଖଳାବଦ୍ଧ କରିଛନ୍ତି। ତାଙ୍କର ସ୍ୱର ପ୍ରକ୍ରିୟା ତଥା ପଦସମୂହର ବ୍ୟୁତ୍ପତ୍ତି ପ୍ରକ୍ରିୟାର ଏକ ପୌରାଣିକ ଗ୍ରନ୍ଥ ଯୋଗୁଁ ତାଙ୍କୁ ବ୍ୟାକରଣ ଜନକ ଫାଦର ଅଫ୍ ଗ୍ରାମାର କୁହାଯାଏ। ଏଥିଯୋଗୁଁ ଆମେ ଭାରତୀୟ ଗୌରବାନ୍ୱିତ। ତଦ୍ବତ୍ ଶ୍ରୀ ଶଙ୍କରାଚାର୍ଯ୍ୟ ବ୍ୟାସଦେବ ପ୍ରଣୀତ ବ୍ରହ୍ମସୂତ୍ର ଆଧାର କରି ବ୍ରହ୍ମସୂତ୍ର ଶାରୀରିକ ଭାଷ୍ୟ ନାମକ ପୌରାଣିକ ଗ୍ରନ୍ଥ ରଚନା କରି ସର୍ବଂ ଖଲ୍ୱିଦଂ ବ୍ରହ୍ମ ବାକ୍ୟକୁ ଭିତ୍ତି କରି ମାନବ ସମାଜର କଣ୍ଠରୁଦ୍ଧ ଭାବଧାରାକୁ ବିଶ୍ୱସ୍ତରୀୟ ନିଗୂଢ଼ ବ୍ରହ୍ମତତ୍ତ୍ୱରେ ନିହିତ କରି ପାରିଛନ୍ତି। ସର୍ବତ୍ର ପଦଚାରଣ କରି ବ୍ରହ୍ମ ଭାବ ପ୍ରଚାର ଓ ପ୍ରସାର କରିବା ସହ ଭାରତର ଚତୁର୍ଦ୍ଦିଗରେ 4ଟି ମଠ ପ୍ରତିଷ୍ଠା କରି ଭାରତୀୟ ସଂସ୍କୃତିକୁ ଏକ ନୀତିସମ୍ପନ୍ନ ଚିନ୍ତାଧାରାର ଅମୃତମୟ ସ୍ରୋତରେ ମିଳିତ କରିବାକୁ ସମର୍ଥ ହୋଇ ପାରିଛନ୍ତି। ଭାରତବର୍ଷରେ ଶତାଧିକ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଷୟ ଅଧ୍ୟୟନ ନିମନ୍ତେ ବ୍ୟବସ୍ଥା ରହିବା ସହିତ କେବଳ ସଂସ୍କୃତ ବିଷୟକୁ ଆଧାର କରି ଅନେକ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ସଂସ୍କୃତ ଶିକ୍ଷାର ପ୍ରଚାର ପ୍ରସାର କରାଯାଇଛି। 1981 ମସିହାରେ ଓଡ଼ିଶା ପୁରୀରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ସାହିତ୍ୟ, ବ୍ୟାକରଣ, ଧର୍ମଶାସ୍ତ୍ର, ଦର୍ଶନଶାସ୍ତ୍ର, କର୍ମକାଣ୍ଡ, ବେଦାନ୍ତ, ନ୍ୟାୟ ଆଦି ବିଷୟ ଅଧ୍ୟାପନ କରାଯାଇଛି। ସେହିପରି ତିରୁପତି, ବାରାଣାସୀ, ଦିଲ୍ଲୀ, ଜୟପୁର, ଦରଭଙ୍ଗା ପ୍ରଭୃତି ସ୍ଥାନରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଛି। ଜାତୀୟ ସ୍ତରରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ନାମକ ଏକ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟ ଅଧୀନରେ 10ଟି ପରିସର କାର୍ଯ୍ୟ କରୁଛି। ସେଥିମଧ୍ୟରୁ ପୁରୀସ୍ଥ ଶ୍ରୀ ସଦାଶିବ ପରିସର ଅନ୍ୟତମ।